ଛାତ ଉପରେ ବୁଲୁ ବୁଲୁ ଗୋଟେ ବଢିଆ ଜିନିଷ ଉପରେ ନଜର ପଡିଗଲା। ଆପଣ ମାନେ ବି ଦେଖିପାରୁଥିବେ ଏଇ ଜିନିଷଟା କଣ ଦେଖି କହିଲେ? ଛୋଟବେଳେ ଏଇ ଜିନିଷଟା ବହୁତ ଥର ଖିଆ ହେଇଛି। ଏବେ ବି ସମସ୍ତେ ଚଟପଟା ଖାଇବାକୁ ପସନ୍ଦ କରନ୍ତି, ଏଇ ଜିନିଷ ଖୋଜୁଛନ୍ତି କିନ୍ତୁ ବହୁତ ଲୋକ ପାଆନ୍ତିନି। ତ ତାକୁ ତ ପଛରେ ଯାଇକି ଆଣିବା, ତାରି ଭିତରେ ସକାଳୁ ତ କିଛି ଟିକେ ଖାଇବାକୁ ପଡିବ। ପେଟ ଟିକେ ପୂଜା ନ କଲେ ସେଟା ତ ହେଇପାରିବନି। ତ ମ୍ୟାଗି ଟିକେ ବନେଇକି ଖାଇଦେଲି। ତାରି ଭିତରେ ଟିକେ ମୁଁ ଛାତରୁ ଓହ୍ଲେଇକି ଯାଇକି ନେଇ ଆସିଲି। ଏଇଟା କଣ ଦେଖି ଆପଣ ତ ଜାଣିପାରୁଥିବେ। ଯଦି ବି ଯୋଉମାନେ ଜାଣିଛନ୍ତି କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ତ ତାରି ଭିତରେ ସଞ୍ଜୟ ସହିତ ଏଠି ସନ୍ଧ୍ୟା ହେଇଗଲାଣି, ଠାକୁରଙ୍କ ପୂଜାରେ ଲାଗିଛନ୍ତି। ସେମାନେ ଗୋଟେ ଠାକୁରଙ୍କୁ ଆଣିକି ବସେଇକି ସେଠି ପୁରା ମାନେ ଦୀପ ଲଗେଇ ଦେଖିପାରୁଥିବେ ଯେମିତି ପୂଜା ଯେମିତି କରନ୍ତି। ଛୋଟବେଳେ ସମସ୍ତେ ହିଁ ଏମିତି ପୂଜା କରନ୍ତି। କାହିଁକି ନା ମୋ ପିଲାବେଳେ ତ ମୁଁ ଏମିତି ବହୁତ ଥର ଆମେ ସାଙ୍ଗମାନେ ସବୁ ଠାକୁର ଏମିତି ବସେଇକି ବହୁତ ଖେଳିଛୁ। ତା ସହିତ ବି ଘର ଲୋକଙ୍କ କତିରୁ ମାଡ଼ ବି ମଧ୍ୟ ଖାଇଛୁ। ତ ସେମାନଙ୍କ ହାତ ଯେହେତୁ ବେଳ, ସେମାନେ ହିଁ ଏନ୍ଜୟ କରିବେ। ତା ଭିତରେ ଚାଲନ୍ତୁ ଦେଖିବା ଆମର ରୋଷେଇ କଣ ଚାଲିଛି। ଆଜି ରାତିରେ ମଟନ ଆସିଛି, ତ ମଟନ ରୋଷେଇ ଚାଲିଛି। କାହିଁକିନା ପାଗ ପୁରା ଏହାତେ ଥଣ୍ଡା ଥଣ୍ଡା ପାଗକୁ ତା ସାଙ୍ଗେ ଯଦି ଟିକେ ମଟନ କଷା ନ ହବ ତ କିଛି ମଜା ହିଁ ଆସିବନି। ତ ମଟନ ତ କଷା ଚାଲିଛି, ପୁରା ରେଡି ହେଇନି। ତ କେତେବେଳେ ମଟନ ଟା ରେଡି ହବ ତ ସେଇ ଅନୁସାରେ ଅନେଇକି ବସିଛୁ। ସଇଲା ମାନେ କେମିତି ଖାଇବା। ଆପଣ ମାନେ ତ ଜାଣିଛନ୍ତି ମୁଁ ଲଙ୍ଗ ଭିଡିଓରେ ରେସିପି ଉପରେ ଭିଡିଓ ଅପଲୋଡ କରେ। ଯଦି ବି ମଟନର ଆପଣ ରେସିପି ଚାହୁଁଛନ୍ତି ତାହେଲେ ମୁଁ ଲିଙ୍କ ଦେଇଦେବି, ନିଶ୍ଚୟ ଯାଇକି ଦେଖିବେ। ତ ୟାର ଭିତରେ ମଟନ କଷା ରେଡି ହେଇଗଲା। ପାଣି ହାଲକା ଦିଆ ହେଇଛି କାହିଁକିନା ଗ୍ରେଭି ଟାଇପରେ ହବ। କାହିଁକିନା ଯେହେତୁ ରାତିରେ ଖିଆ ହଉଛି, ରୁଟି ସହିତ ହାଲକା ଉପରେ ଗ୍ରେଭି ଭଳିଆ ହେଇଛି। ତ ମଟନ ତରକାରୀ ପୁରାପୁରି ଏବେ ରେଡି ହେଇଗଲା। ତ ଚାଲନ୍ତୁ ଏବେ ଗ୍ୟାସକୁ ଅଫ୍ କରିନେବା। ଆଜି ରାତିର ମଟନ ସହିତ ରୁଟି ଆଜି ଖିଆ ହବ। ଆପଣ ମାନେ ରାତିରେ କଣ ଆଜି ବନେଇଛନ୍ତି, କଣ ଖାଇବେ କମେଣ୍ଟରେ ନିଶ୍ଚୟ ଜଣେଇବେ। ରହୁଛି।